କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୁଡ଼ିଦର ପଞ୍ଚାୟତ ଅଧୀନସ୍ଥ ବନ ପାହାଡ଼ ଘେରା ଲଖନାପଡ଼ା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଏହି ବିଦ୍ୟାଳୟରେ ମୋଟ 22 ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ କେବଳ ଜଣେ ମାତ୍ର ଶିକ୍ଷକ ନିଯୁକ୍ତି ଅଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଯାଉଥିବା ଏହି ସ୍କୁଲରେ ଦୁଇଟି କୋଠରୀ ରହିଛି। ଗୋଟିଏ କୋଠରୀରେ ପାଠପଢ଼ା ଯାଉଥିବା ବେଳେ ଅନ୍ୟ କୋଠରୀରେ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିବା ଦେଖାଯାଉଛି। ବିଦ୍ୟାଳୟର ଏକମାତ୍ର ଶିକ୍ଷକ ବିଶିକେଶ ନାୟକ ବୋଲି ଜଣାପଡ଼ିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ମଧ୍ୟାହ୍ନ ଭୋଜନ ସରିଲା ପରେ ଶିକ୍ଷକ ସ୍କୁଲ ବନ୍ଦ କରିଦେଉଛନ୍ତି। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଭାରି ପ୍ରଭାବିତ ହେଉଛି। ସରକାର ହଜାର ହଜାର ଟଙ୍କା ବ୍ୟୟ କରି ଶିକ୍ଷା ବ୍ୟବସ୍ଥା ସୁଧାରିବାକୁ ପ୍ରୟାସ କରୁଥିବା ବେଳେ କିଛି ଶିକ୍ଷକଙ୍କ ଅବହେଳାରେ ତାହା ବିଫଳ ହେଉଛି। ଖବର ସଂଗ୍ରହ ସମୟରେ ଶିକ୍ଷକ ସ୍କୁଲ ପରିସରରେ ଗାଢ଼ ନିଦ୍ରାରେ ଶୋଇଥିବା ବେଳେ ଛାତ୍ରଛାତ୍ରୀମାନେ ବାହାରେ ଘୁରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ପଚାରିବାରୁ ଶିକ୍ଷକ ବିଇଓଙ୍କୁ ଯାଇ କହିବେ ବୋଲି ମନ୍ତବ୍ୟ ଦେଇଥିଲେ। ଏପରି ମନୋଭାବ ଗରିବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଗଭୀର ଚିନ୍ତାର କାରଣ ହୋଇଛି। ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ବିଇଓଙ୍କ ନୀରବତା ପ୍ରଶ୍ନ ସୃଷ୍ଟି କରୁଛି। ଏନେଇ ଜୁନାଗଡ଼ ବିଇଓ ତପନ ମାଝୀଙ୍କୁ ପଚାରିବାରୁ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଏବେ ପ୍ରଶାସନ କେଉଁ ପଦକ୍ଷେପ ନେଉଛି ତାହାକୁ ଗ୍ରାମବାସୀ ଅପେକ୍ଷା କରିଛନ୍ତି। ଅସୁସ୍ଥ ଅଛି ମୁଇଁ ଆସି ନେଇ ପାରବା ମତେ ଦେହ ଅଛି ମତେ ଆପଣ ବାଇଟ ଟିକେ ଦିଅନ୍ ସାର୍ ଦିଅନ୍ ଆଜ୍ଞା କୋହन ଟିକେ ଆଜ୍ଞା କୋହन ଟିକେ ଆପଣ आसी कर सोले स्कूल रे हबा कि सर पिला एतकी भविष्यत अछि ना सर पिला सर भविष्यत अछि ना आज्ञा से पिला भविष्यत अपन पिला सर भविष्यत अछि ना अपन आसी कर सोबे बेले उठे हबा के सोई थिली के हां सोई थिले हमर पाके प्रूफ अछि हमर पाके प्रूफ अछि सर सोई थिले अपन हम केते बेले पहुंची जा पड़ते कि नहीं ना मैं टिके तो वीडियो पाके अपन कंप्लेन करते ना सर तो सेटा परर कथा कंप्लेन करबा कथा आरो एबे जदि आपण जदि पिला छुआर भविष्यत केतरा 22 टा पिला छुआर भविष्यत आपण ऊपर रहला आपण जदि सोइबे स्कूल रे आसी जदि आपण 10 नहीं सोइला रे मैं केन सोइ चना गया आपण निजे धुली दिली मैं आपण ना गरजे गजे सोइ चना गया ना गरजे गजे सोइ चना आपण निजे देखि हम निजे देखिछु का हरियाण करू चला गया हम हरान नहीं करबार आपण के हम जेटा के हक रे हम आइछु हला पब्लिक भी अछन देखन मास्टर गुटे तिया बोलन कोन नहीं आते मास्टर होते मुई 22 टा पिला के गोटे मास सेति लागि आपण कहन कि हमके मते मास्टर गुटे दरकार आ मते सही नहीं करबार कोन ठीक तमन ना केना संतान माझी के स्कूल रे पढिछो तमर कान ना केना लकना पड़ा भाई तुम पढुछो की केनता तमर सार पढुछो नहीं केनता पड़ा केते केते बेल पढुछो ए पढुथिले की नहीं क्या करथिले तमर सार काना करथिले तमर सार बसतिले विजुअल ना सोई चन जे सर तमन तो कैरम बोर्ड खेलथिलो तो केते बेल पाठ पढुछो तमर सार केते बेल छुट्टी होचे भाई छुट्टी केते बेल एसी छुट्टी केते बेल एसी 1 बजे एक बार छुट्टी जेसी ना लखनापड़ा स्कूल पे जाइथिलो से स्कूल रे से शिक्षक जने माने ठीक स्कूल 11टा समय से सोई थिले स्कूल रे पिला माने बाहर खेली होथिले ଆଉ ଏ ଉପରେ ତ ଆପଣମାନେ ଅଭିଯୋଗ ଆଣିଛନ୍ ଏ ଉପରେ ମୁଁ ସିଆର୍ସି ଥ୍ରୋରୁ ମୁଁ ଇନକ୍ୱାରି କରିବି। ଏ ବର୍ଷ ଯେଉଁ ଆମେ ଯାଇଥିଲେ ଭିଜିଟ୍ରେ ଆମର ଜାନୁଆରୀରେ ଯେଉଁ ପାହାଡ଼ ଯେଉଁ ଆମର 3ଟା ସ୍କୁଲ ଅଛି ବିଜରାଦର ଲଖନାପଡ଼ା ଆଉ ବେହେରାଗୁଡ଼ା ତ 4 ଜଣ ସସ୍ପେଣ୍ଡ ହେଇଥିଲେ ସେ ଭିତରୁ 2 ଜଣଙ୍କ ମଧ୍ୟ ଦରମା ବନ୍ଦ ଅଛି ବର୍ତ୍ତମାନ ପର୍ଯ୍ୟନ୍ତ। ତ ଆପଣ ଯେଉଁ ଅଭିଯୋଗ ଆଣିଛନ୍ତି ସେଇଟା ବର୍ତ୍ତମାନ ଇନକ୍ୱାରି କରିବୁ ଇନକ୍ୱାରି କରିକି ଆମେ ଯାହା ପଦକ୍ଷେପ ନେବାର ଅଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। आ से स्कूल रे सर 5टा श्रेणी थिला वाली गण शिक्षक अछन आ गोटे दुटा क्लासरूम अछि ओसे गल भाई छै ओटे क्लासरूम रे समस्त पिला पढतार ऊपर अपन खाना पाबे सर ହଁ ଯେଉଁ କ୍ଲାସରୁମ୍ ଅଛି ସେଗୁଡ଼ା ପାଇଁ ବି ଆମେ ପ୍ରତ୍ୟେକ ବର୍ଷ ଯେଉଁ ଗଭର୍ଣ୍ଣମେଣ୍ଟ ମାଗନ୍ତି କାହିଁକିନା ଆମେ ଲିଷ୍ଟ ଦେଉ କାହିଁକିନା ବ୍ଲକ୍ ସାରା ବହୁତ ଆପଣମାନେ ମଧ୍ୟ ଜାଣିଛନ୍ତି ବହୁତ ସ୍କୁଲ ଏମିତି ସ୍କୁଲ ବିଲ୍ଡିଂ ଭଲ ନାହିଁ ବହୁତ ପାଣି ଗଳେ ଏସବୁ କିନ୍ତୁ ଆମେ ବ୍ଲକ୍ ସାରା ଏକାବେଳେ ରିପୋର୍ଟ ଦେଲା ପରେ ବ୍ଲକ୍କୁ ଗୋଟେ 2ଟା ସେକ୍ସନ୍ ବର୍ଷକୁ ହୁଏ ସେ ଭିତରେ ତ କିଛି ହେଇପାରୁନି କିନ୍ତୁ ଆମେ ସବୁବେଳେ ଅଭିଯୋଗ ଏଗୁଡ଼ାକୁ କେମିତି ଶୀଘ୍ର ହେଇପାରିବ ବିଡ଼ିଓକୁ କଲେକ୍ଟରକୁ ମଧ୍ୟ ଲେଖିଥିଲି ମୁଁ ଚିଠି ଆକାରରେ। जड़े शिक्षक अछन 5टा क्लास ହଁ କିଛି ସ୍କୁଲରେ ଆମର ସିଙ୍ଗଲ ମଧ୍ୟ ଅଛନ୍ତି ସେଇଟା ତ ପାହାଡ଼ ଉପରୁ 3ଟା ଅଛି ଆଉ ମଧ୍ୟ ତଳେ ମଧ୍ୟ ସ୍କୁଲ କିଛି ଅଛି ସେଇଟା କାହିଁକିନା ମାସକୁ ମାସ ଯେଉଁ ରିଟାୟାର୍ଡ କରିଛନ୍ତି ତ ଆମର ସେଠି ମ୍ୟାନେଜମେଣ୍ଟ କରିବାରେ ସେଠି ଟିକେ ହେଉଛି ଯେଉଁଟା ରେସନାଲାଇଜେସନ୍ ମଧ୍ୟ ହେଇପାରୁନି ସେଥିପାଇଁ ଆମେ ବି
ଡେଭଲପମେଣ୍ଟ କରିବାରେ ସେଇଟା ଟିକେ ପ୍ରୋବ୍ଲେମ୍ ହେଉଛି। ମାନେ ଅଧିକ ଭବିଷ୍ୟତରେ କିଛି ଶିକ୍ଷକ ସେଠି ଦେବାର ପ୍ରପୋଜାଲ ଅଛି। ହଁ ସେଇଟା ଯଦି ରେସନାଲାଇଜେସନ୍ ଯଦି ଭଲ ଭାବରେ ପୁରା ଡିଷ୍ଟ୍ରିକ୍ଟ ସାର୍କେ ବ୍ଲକ୍ ହେବ ତ ଯୋଉଠି କିଛି କିଛି ସରପ୍ଲସ୍ ଅଛି ସେ ହିସାବରେ ଦିଆଯିବ। ସେ ଗାଁର ଅଭିଯୋଗ କରିଛନ୍ତି କି ନାହିଁ? ହଁ ସେମାନେ ବି ଆସିଛନ୍ତି, ସିଙ୍ଗଲ ଟିଚର ଅଛି ବୋଲି ଆମେ ବି ଜାଣିଛୁ, ଆମ ପାଖେ ବି ଡାଟା ଅଛି। କାହିଁକିନା ବହୁତ ଏ ବର୍ଷ 27 ଜଣ ରିଟାୟାର୍ଡ କଲେଣି, କିଛି ଡେଥ୍ ହେଇଗଲାଣି, ତ ସେ ଜାଗା ଯୋଉ ଶୂନ୍ୟ ସ୍ଥାନ ହେଇଯାଉଛି ସେ ଜାଗା ପୂରଣ ହେଇପାରୁନି, ତ ସେଥିପାଇଁ ଆମକୁ ମଧ୍ୟ ପ୍ରୋବ୍ଲେମ୍ ହେଉଛି ଶିକ୍ଷକ ଦେବାରେ। ଏମଡିଏମ ବି ଠିକ୍ ଦିଆ ହଉନି, ମାନେ ଉପସ୍ଥାପନ ଯାହା ଅଛି ତାଠୁ ଉପସ୍ଥାପନ ଅଧିକ କମ୍ ଥିଲା ବେଳେ ଉପସ୍ଥାପନ ଅଧିକ ମାନେ ଏମଡିଏମ ଅଭିଯୋଗ ହେଉଛି। ହଁ ଏଇଟା ବି ଆମେ ଇନକ୍ୱାରି କରିବୁ ସବୁ, ଯାହା ବି ଏମିତି ଆସେ ତ ଆମେ ତାଙ୍କ ଉପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। କଳାହାଣ୍ଡି ଜିଲ୍ଲା ଚୁନାଗଡ଼ରୁ ସ୍ୱାସ୍ଥ୍ୟଦୀପ ଆଦିତ୍ୟଙ୍କ ରିପୋର୍ଟ ଅପରାହ୍ନ ଲାଇଭ୍।